ଧର୍ମପରାୟଣା ମାଙ୍କ ଏକାଦଶାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ। ବାଲେଶ୍ୱର ସହରସ୍ଥିତ ଆକତପୁର ଅଞ୍ଚଳର ଧର୍ମପରାୟଣା ମା ସ୍ୱର୍ଗତ ସ୍ନେହଲତା ଦାସଙ୍କ ଏକାଦଶାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ। ସ୍ୱର୍ଗତ ଦାସଙ୍କ ଜନ୍ମ ନଭେମ୍ବର 1 ତାରିଖ 1940 ମସିହାରେ ସ୍ୱର୍ଗାରୋହଣ କରିଥିଲେ ଚଳିତ ମାସ ଜାନୁଆରୀ 7 ତାରିଖରେ। ସେ ଜଣେ ପରୋପକାରୀ ମିଷ୍ଟଭାଷୀ ଧର୍ମପରାୟଣ ମା ଥିଲେ। ତାଙ୍କର ଆବର୍ତ୍ତନ କାଳରେ ସହରର ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ। ଗତକାଲି ଗଲା ତାଙ୍କର ଏକାଦଶ। ସହରସ୍ଥିତ ହେମକପଦା ଛକ ନିକଟସ୍ଥ ଏକ କଲ୍ୟାଣ ମଣ୍ଡପରେ ସହର ତଥା ଗ୍ରାମାଞ୍ଚଳର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ଯୁବ ସମାଜସେବୀ ବିକ୍ରମ ପଣ୍ଡାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷ, ସମାଜସେବୀ, ବୁଦ୍ଧିଜୀବୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସ୍ୱର୍ଗତ ସ୍ନେହଲତା ଦାସଙ୍କ ଗୁଣଗାନ କରିଥିଲେ। ପରେ ସନ୍ଧ୍ୟା 7 ଘଟିକାରୁ ଆରମ୍ଭ ହୋଇଥିବା ସାକାନ୍ନ ଭୋଜିରେ ସମସ୍ତେ ଉପସ୍ଥିତ ରହି ସାକାନ୍ନ ଭୋଜନ କରିଥିଲେ। ସ୍ୱର୍ଗତ ଦାସ ଥିଲେ ସ୍ୱର୍ଗତ ମନୋରଞ୍ଜନ ଦାସଙ୍କ ସହଧର୍ମିଣୀ। ସନ୍ଧ୍ୟା ଶ୍ରଦ୍ଧାଞ୍ଜଳି ସଭାରେ ପୁତ୍ର ହିମାଂଶୁ ଶେଖର ଦାସ, ସୁଧାଂଶୁ ଶେଖର ଦାସ, ପ୍ରଦୀପ କୁମାର ଦାସ, ଦିଲ୍ଲୀପ କୁମାର ଦାସ, ସଞ୍ଜୀବ କୁମାର ଦାସ, କନ୍ୟା ଶର୍ମିଷ୍ଠା ପରିଜା, ମଞ୍ଜୁଶ୍ରୀ ଦାସ, ରାଜଶ୍ରୀ ଦାସ, ପ୍ରିୟମ୍ବଦା ଦାସ, ନମିତା ଦାସ, ସସ୍ମିତା ଦାସ, ନାତୁଣୀ ଦିବ୍ୟାନୀ ଦାସ, ଶିବାଙ୍ଗୀ ଦାସ, ଦୀକ୍ଷା ଦାସ, ଜାଗୃତି ଦାସ, ସଞ୍ଜିତା ଦାସ, ପ୍ରଜ୍ୱଲ ଦାସ, ଦୀକ୍ଷିତା ଦାସ ପ୍ରମୁଖଙ୍କ ସମେତ ବନ୍ଧୁବାନ୍ଧବ ପରିବାରବର୍ଗମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।